ସୂର୍ଯ୍ୟ ତିଲକରେ ଅଭିଷିକ୍ତ ହେବେ ରାମଲାଲା। 17ରେ ରାମନବମୀ। ଯାଞ୍ଚ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ। ଅଯୋଧ୍ୟା। ଆସନ୍ତା 17 ତାରିଖରେ ଦେଶବ୍ୟାପୀ ଅତ୍ୟନ୍ତ ହର୍ଷୋଲ୍ଲାସର ସହ ରାମନବମୀ ପାଳନ କରାଯିବ। ତେବେ ନବନିର୍ମିତ ରାମ ମନ୍ଦିର ପ୍ରତିଷ୍ଠା ହେବା ତଥା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏଠାରେ ପ୍ରଥମ ରାମନବମୀ ପାଳନ ହେବାକୁ ଥିବାରୁ ଅଯୋଧ୍ୟା ପାଇଁ ଚଳିତ ବର୍ଷ ରାମନବମୀ ସ୍ୱତନ୍ତ୍ର ହେବାକୁ ଯାଉଛି। ତେବେ ଏସବୁ ମଧ୍ୟରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ମନ୍ଦିର ନିର୍ମାଣ ସମୟରୁ କରାଯାଇ ଆସୁଥିବା ଏକ ବଡ଼ ଦାବି ଉପରେ ବିଶେଷଜ୍ଞ ଦଳ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିବା ବେଳେ ଏହା ସଫଳତାପୂର୍ବକ ଶେଷ ହୋଇଛି। ପ୍ରକାଶ ମନ୍ଦିର ନିର୍ମାଣ ସମୟରୁ ନିର୍ମାଣକାରୀ ବିଶେଷଜ୍ଞ ଦଳ ଦାବି କରି ଆସୁଥିଲେ ଯେ ମନ୍ଦିରର ଗର୍ଭଗୃହ ଏପରି ସ୍ଥାନରେ ନିର୍ମାଣ କରାଯାଇଛି ଯାହାଦ୍ୱାରା ରାମନବମୀ ଦିନ ସୂର୍ଯ୍ୟ ଉଦୟ ହେବା ମାତ୍ରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ଗର୍ଭଗୃହରେ ସ୍ଥାପନା କରାଯାଇଥିବା ରାମଲାଲାଙ୍କ କପାଳରେ ପଡ଼ିବ। ତେବେ ଏ ପ୍ରକାର ଦାବିର ସତ୍ୟାସତ୍ୟ ନେଇ କେତେକାଂଶରେ ସଂଶୟ ସୃଷ୍ଟି ହୋଇଥିଲା, ଯାହାଦ୍ୱାରା ଏହାର ବାସ୍ତବିକ ଯାଞ୍ଚ କରିବା ପାଇଁ ବିଶେଷଜ୍ଞ ଟିମ୍କୁ ନିୟୋଜିତ କରାଯାଇଥିଲା। ଯାଞ୍ଚ ସମୟରେ ସୂର୍ଯ୍ୟୋଦୟ ହେବା ମାତ୍ରେ ସର୍ବପ୍ରଥମେ ସୂର୍ଯ୍ୟକିରଣ ରାମଲାଲା ମୂର୍ତ୍ତିଙ୍କ କପାଳ ଭାଗରେ ପଡୁଥିବା ଏବଂ ଏହା ପ୍ରାୟ 4 ମିନିଟ୍ ଧରି ରହୁଥିବା ଦେଖିବାକୁ ମିଳିଛି। ଏତଦ୍ବ୍ୟତୀତ ରାମଲାଲାଙ୍କ ମସ୍ତକ ଭାଗରେ ପଡ଼ିବାକୁ ଥିବା ଏହି ସୂର୍ଯ୍ୟକିରଣର ଆକାର ପ୍ରାୟ 75 ମିଲିମିଟର ଏବଂ ବୃତ୍ତାକାର ରହିବା ନେଇ ପ୍ରମାଣ ମିଳିଛି। ସୂଚନାଯୋଗ୍ୟ ଏ ପ୍ରକାର ବ୍ୟବସ୍ଥା କରିବା ପାଇଁ ମନ୍ଦିର ନିର୍ମାଣ ସମୟରେ ହିଁ ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ରୁକି ପକ୍ଷରୁ ଆବଶ୍ୟକତା ଅନୁସାରେ ବ୍ୟବସ୍ଥା ଆଇନା ଏବଂ ଲେନ୍ସ ଆଦି ଖଞ୍ଜାଯିବା ପ୍ରକ୍ରିୟା ଗ୍ରହଣ କରାଯାଇଛି। ଏହାକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂର୍ଯ୍ୟ ତିଲକ ଭାବେ ଅଭିହିତ କରାଯାଇଛି। ଟ୍ରଷ୍ଟ ପକ୍ଷରୁ ରାମନବମୀ ପରିପ୍ରେକ୍ଷୀରେ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି ଯେ ବିଳମ୍ବିତ ରାତିରୁ ହିଁ ପ୍ରଭୁ ରାମଲାଲାଙ୍କ ସୂର୍ଯ୍ୟତିଲକ ପାଇଁ ନୀତିକାନ୍ତି ଆରମ୍ଭ କରାଯିବ, ଯାହାଦ୍ୱାରା ପ୍ରାତଃ ସୂର୍ଯ୍ୟୋଦୟ ବେଳକୁ ସବୁକିଛି ରୀତିନୀତି ଶେଷ ହୋଇପାରିବ।